ଜଗନ୍ନାଥ ପରମାତ୍ମା ଆନନ୍ଦ ସ୍ୱରୂପ ଏହି ବିଷୟରେ ଆଜି ଆମେ ନିଶ୍ଚିତ ଭାବରେ ଉପସ୍ଥାପନ କରିବା। ଯଦି ଭଗବାନ ଆନନ୍ଦ ସ୍ୱରୂପ ନ ହୋଇଥାନ୍ତେ ଜୀବ କ'ଣ ତାଙ୍କୁ ଧରି ରଖିପାରନ୍ତା କି? ତେବେ ଆନନ୍ଦ ପାଇବା ପାଇଁ ପରମାନନ୍ଦଙ୍କର ପ୍ରାପ୍ତି ହିଁ ଆବଶ୍ୟକ। ପରମାତ୍ମା ତ ଜୀବକୁ ଅପେକ୍ଷା କରିଥାଏ। ନଦୀମାନେ ଚାହିଁଥାନ୍ତି ସାଗର ଗର୍ଭରେ ବିଲୀନ ହେବା ପାଇଁ। ସାଗର ମଧ୍ୟ ଅପେକ୍ଷା କରିଥାଏ ନଦୀର ଧାରା ଆସି ମୋ ସହିତ ସମ୍ମିଳିତ ହେବା ପାଇଁ। ଭଗତିର୍ ମୁକ୍ତି ବିଧାୟିନୀ ଭଗବତ ଶ୍ରୀରାମଚନ୍ଦ୍ରସ୍ୟ ହେ ଲୋକାକାମଦୁଘାଂଘ୍ରି ପଦ୍ମଯୁଗଲଂ ସେବଧ୍ୱମତ୍ୟୁତ ସୁଖଃ ନାନା ଜ୍ଞାନ ବିଶେଷ ମନ୍ତ୍ର ବିତତେ ତ୍ୟକ୍ତ୍ୱା ସୁଦୂରେ ବୃଷଂ ରାମଂ ଶ୍ୟାମତନୁଂ ସ୍ମରାରି ହୃଦये ଭାନ୍ତଂ ଭଜଦଂ ବୁଧାଃ। ପରମାତ୍ମା ଶ୍ରୀରାମ ହେଉଛନ୍ତି ପରମାନନ୍ଦ ସ୍ୱରୂପ। ନିରାକାର ଆନନ୍ଦ ହିଁ ନିରାକାର ଶ୍ରୀରାମ ରୂପରେ ପ୍ରକଟ ହୋଇଛନ୍ତି। ନିରାକାର ବସ୍ତୁ ଆଖିକୁ ଦେଖାଯାଏନି। ଫୁଲର ଆକାର ଆଖିକୁ ଦିଶେ, କିନ୍ତୁ ଫୁଲର ବାସ୍ନା ବା ସୁଗନ୍ଧ ଏହା ହେଉଛି ନିରାକାର। ପେଡ଼ା ବା ଲଡ଼ୁରେ ଯେଉଁ ମିଠା ସ୍ୱାଦ ଅଛି ନା, ତାହା ହେଉଛି ନିରାକାର। ଆମେ ପେଡ଼ାକୁ ଦେଖିପାରୁଛେ କିନ୍ତୁ ତାର ସ୍ୱାଦକୁ ଅନୁଭବ କରିପାରୁଛେ। ଏହି ଅନୁଭବ ହିଁ ନିରାକାର। ତା ସ୍ୱାଦର କୌଣସି ଆକାର ନାହିଁ, ରଙ୍ଗ ବି ନାହିଁ। ସ୍ୱାଦ କଳା, ଧଳା, ନାଲି ରଙ୍ଗର ହୋଇନଥାଏ, ହେଲେ ପେଡ଼ାରେ ମିଠା ସ୍ୱାଦ ଅଛି। ଏହା ହେଉଛି ଏହାର ମହତ୍ଵ। ପେଡ଼ା ସାକାର, ମିଠା ସ୍ୱାଦ ହେଉଛି କ'ଣ ନା ନିରାକାର। ଆଖି ସାକାର, ଆଖିରେ ଥିବା ଦେଖିବା ଶକ୍ତି ହେଉଛି ନିରାକାର। ପ୍ରତ୍ୟେକ ସଗୁଣ ବସ୍ତୁ ସାକାର, ପ୍ରତ୍ୟେକ ଶକ୍ତି ହେଉଛି ନିରାକାର। କିନ୍ତୁ ପରମାତ୍ମା ହେଉଛନ୍ତି ସଗୁଣ ସାକାର ଆଉ ନିର୍ଗୁଣ ନିରାକାର ବି। ନିରାକାର ସହିତ କେହି ପ୍ରେମ କରିପାରିବେ ନାହିଁ, କାରଣ ନିରାକାର ଆଖିକୁ ତ ଦେଖାଯାଆନ୍ତି ନାହିଁ ନା। ତ ନିରାକାରର ଅନୁଭୂତି ବୁଦ୍ଧି ମାଧ୍ୟମରେ ହୋଇଥାଏ। ତ ଜ୍ଞାନୀମାନେ କୁହନ୍ତି ଆଖିର ଦେଖିବା ଶକ୍ତି ଭଗବାନ ଦେଇଥାନ୍ତି। ଏହା ଏକ ଫୁଲମାଳା। ଏହା କେମିତି ତିଆରି କରିବା ବା କେମିତି ତିଆରି ହେଇଛି? ଆଖି ଯୋଗୁଁ ହିଁ ଏହା ଦେଖାଯାଉଛି। ଆଖିର ଦେଖିବା ଶକ୍ତି ମନ ଦିଏ। ଆଖି ଏବଂ ମନର ସଂଯୋଗ ନ ହେଲେ ଦେଖାଯାଏନି। ମୁହଁ ଆଗରେ ପଡ଼ିଥିବା ଅନେକ ଜିନିଷ ଅନେକ ସମୟରେ ଦେଖାଯାଏ। ଯଦି ଆମ ମନ ଅନ୍ୟମନସ୍କ ରହେ, ତେବେ ମନ ଆଖିର ସମ୍ବନ୍ଧ ସ୍ଥାପିତ ହୋଇପାରେନି। ସେତେବେଳେ ସମ୍ମୁଖରେ ପଡ଼ିଥିବା ଦ୍ରବ୍ୟ ବି ଦେଖାଯାଏ ନାହିଁ। ମନକୁ ଶକ୍ତି ଦିଏ ବୁଦ୍ଧି, ବୁଦ୍ଧିକୁ ପ୍ରକାଶ ଦିଅନ୍ତି ପରମାତ୍ମା। ଯେଉଁ ପରମାତ୍ମା ଆଖିକୁ ଦେଖିବା ପାଇଁ ଶକ୍ତି ଦିଅନ୍ତି, ସେହି ପରମାତ୍ମାକୁ କିନ୍ତୁ ଆଖି ଦେଖିପାରେ ନାହିଁ। ଜ୍ଞାନୀ ପୁରୁଷମାନେ କହିଥାନ୍ତି ଈଶ୍ୱର ତ ସର୍ବଦ୍ରଷ୍ଟା, ସେ ଦୃଶ୍ୟ ନୁହେଁ। ଯିଏ ସମସ୍ତଙ୍କର ଦ୍ରଷ୍ଟା, ଯିଏ ସମସ୍ତଙ୍କର ସାକ୍ଷୀ, ସହଜରେ ତାଙ୍କୁ କିଏ ଦେଖିପାରିବ ବା ଜାଣିପାରିବ? ଜ୍ଞାନୀ ପୁରୁଷମାନେ ଏପରି ବି କୁହନ୍ତି ଯେ ଯେଉଁ ଆଖି ଚମଡ଼ାକୁ ଲୌକିକ ଦ୍ରବ୍ୟକୁ ଦେଖୁଛି, ସେହି ଆଖି ପରମାତ୍ମାକୁ ଦର୍ଶନ କରିପାରିବ ନାହିଁ। ବାହାରର ଆଖିକୁ ଚର୍ମଚକ୍ଷୁ କୁହାଯାଏ, ଅନ୍ତରର ଚକ୍ଷୁକୁ ଜ୍ଞାନଚକ୍ଷୁ କୁହାଯାଏ, ମନଶ୍ଚକ୍ଷୁ କୁହାଯାଏ। ଈଶ୍ୱରଙ୍କୁ କେବଳ ଏହି ଜ୍ଞାନଚକ୍ଷୁ ମନଶ୍ଚକ୍ଷୁ ମାଧ୍ୟମରେ ହିଁ ଦେଖିହୁଏ। ଈଶ୍ୱର ସୂକ୍ଷ୍ମ ରୂପରେ ସର୍ବତ୍ର ବିରାଜମାନ କରୁଛନ୍ତି। ବୁଦ୍ଧି ଯେପର୍ଯ୍ୟନ୍ତ ସୂକ୍ଷ୍ମ ହୋଇନଥାଏ, ସେ ପର୍ଯ୍ୟନ୍ତ କେହି ଈଶ୍ୱର ଚିନ୍ତନ କରିପାରନ୍ତି ନାହିଁ। ଈଶ୍ୱରଙ୍କ କୌଣସି ନିର୍ଦ୍ଦିଷ୍ଟ ରୂପ ନାହିଁ କି ନିର୍ଦ୍ଦିଷ୍ଟ ଆକାର ନାହିଁ। ଈଶ୍ୱର ଅରୂପ ବୋଲି ବେଦାନ୍ତ କୁହେ। ଈଶ୍ୱର ଅନନ୍ତ ରୂପୀ ବୋଲି ବୈଷ୍ଣବ ସିଦ୍ଧାନ୍ତ କୁହେ। ଈଶ୍ୱର ହେଉଛନ୍ତି ଆକାର ରହିତ, କାରଣ ସେ ଅନେକ ଆକାର ଗ୍ରହଣ କରିପାରନ୍ତି। ଜ୍ଞାନୀ ପୁରୁଷଙ୍କ ଭାଷାରେ ଈଶ୍ୱର ପ୍ରେମ ହେତୁ ହିଁ ଆକାର ଧାରଣ କରନ୍ତି। ସୂକ୍ଷ୍ମରୁ ସ୍ଥୂଳ ରୂପରେ ପ୍ରତ୍ୟକ୍ଷ ହୁଅନ୍ତି। ଭକ୍ତର ଭକ୍ତି ଭାବରେ
ଈଶ୍ୱର ରୂପ ଧାରଣ କରନ୍ତି। ସଗୁନାହି ଆଗୁନାହି ନାହିଁ କଛୁ ଭେଦା, ଗାୱହି ମୁନି ପୁରାଣ ବୁଧ ବେଦା, ଅଗୁଣର ଅଲଖ ଜୟ, ଭଗତ ପ୍ରେମ ବସ ସଗୁଣ ସହୋଇ। ପରମାତ୍ମା ସଗୁଣ ଏବଂ ନିର୍ଗୁଣ ଉଭୟ। ବେଦ ପୁରାଣ ନିର୍ଗୁଣ ବ୍ରହ୍ମର ଦର୍ଶନ କରିଛି। ଈଶ୍ୱର ସାକାର ନିରାକାର ଉଭୟ ରୂପରେ ଲୀଳା କରନ୍ତି। ନିର୍ଗୁଣ ହିଁ ସଗୁଣ ହୁଅନ୍ତି। ପରମାତ୍ମା ସଗୁଣ ନିର୍ଗୁଣ ଉଭୟ। ବେଦ ସଗୁଣ ନିର୍ଗୁଣ ବ୍ରହ୍ମର ବର୍ଣ୍ଣନା କରନ୍ତି। ଈଶ୍ୱର ସାକାର ନିରାକାର ଉଭୟ ରୂପରେ ଲୀଳା କରନ୍ତି। ନିର୍ଗୁଣ ହିଁ ସଗୁଣ। ସେ ସୂକ୍ଷ୍ମ, ସେ କୋମଳ, ଆଉ ସେ ମଧ୍ୟ କଠିନ। ନିରାକାର ଈଶ୍ୱର ଆଖିକୁ ଦେଖାଯାଆନ୍ତିନି, ଆଉ ଯାହା ଆଖିକୁ ଦେଖାଯାଏ ନାହିଁ ତା ସହିତ ପ୍ରେମ କିପରି ହୋଇପାରିବ? ଏଥିଯୋଗୁଁ ନିରାକାର ହିଁ ସାକାର ହୋଇଥାନ୍ତି। ପ୍ରଭୁ ଶ୍ରୀରାମ ହେଉଛନ୍ତି ସାକ୍ଷାତ ପରମାତ୍ମା। ତତ୍ତ୍ୱ ଦୃଷ୍ଟିରେ ସେ ସଗୁଣ ସାକାର ଆଉ ନିର୍ଗୁଣ ନିରାକାର। ସେଇ ଏକ ନିରାକାର ବସ୍ତୁ ସହିତ ମଣିଷ ପ୍ରେମ କରିପାରେ ନାହିଁ। ଲୋକମାନେ ପରମାତ୍ମାଙ୍କ ସହିତ ପ୍ରେମ କରନ୍ତୁ, ଏଥିପାଇଁ ପ୍ରଭୁ ସାକାର ରୂପ ଧାରଣ କରିଛନ୍ତି। ଯୋଗୀମାନେ ଆନନ୍ଦ ଅନୁଭବ କରନ୍ତି, କିନ୍ତୁ ଭକ୍ତି ପାଇଁ ଏହି ଆନନ୍ଦ ହିଁ ସାକାର ରୂପ ଧାରଣ କରିଥାଏ। ଆନନ୍ଦ ହିଁ ଶ୍ରୀରାମ ରୂପରେ ପ୍ରକଟ ହୋଇଅଛି। ନିରାକାର ଆକାର ଧାରଣ କଲେ ବି ସ୍ୱରୂପ ଠିକ୍ ସେହିଭଳି ରହିଥାଏ। ପ୍ରଭୁ ଶ୍ରୀରାମଙ୍କର ସମସ୍ତ ସ୍ୱରୂପ ହେଉଛି ଆନନ୍ଦମୟ। ଶ୍ରୀରାମଙ୍କ ପାଦରେ ଆନନ୍ଦ ଅଛି, ତାଙ୍କ ହାତରେ ବି ଆନନ୍ଦ ଅଛି, ତାଙ୍କ ମୁଖରେ ବି ଆନନ୍ଦ ଅଛି। ଆଉ ଅଧିକ କ'ଣ କହିପାରିବା? ତ ପ୍ରଭୁ ରାମଙ୍କର ନଖ ଆଉ କେଶ ବି ଆନନ୍ଦ। ପ୍ରତ୍ୟେକ ଅଙ୍ଗ ହିଁ ଆନନ୍ଦ, ଆନନ୍ଦ ହିଁ ପରିପୂର୍ଣ୍ଣ। ସେ ପରମାନନ୍ଦ। ଆନନ୍ଦ ବ୍ୟତିରେକ ପ୍ରଭୁ ଶ୍ରୀରାମଙ୍କ ସ୍ୱରୂପରେ ଆଉ କିଛି ବୋଲି ନାହିଁ। ଆମେ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତି ଦେଖୁଛେ, ଆମର ଯେଉଁଭଳି ହାତ ଗୋଡ଼ ଅଛି ପ୍ରଭୁ ରାମଙ୍କର ବି ସେଭଳି ହାତ ଗୋଡ଼ ଅଛି। କିନ୍ତୁ ଆମ ଶରୀର ଠାକୁରଙ୍କ ଶରୀର ମଧ୍ୟରେ ବହୁତ ପାର୍ଥକ୍ୟ। କେମିତି ଜାଣନ୍ତି? ଆମ ଶରୀର ବିଷୟରେ ଆମେ ଯଦି ଦୃଷ୍ଟି ଦେବା, ତେବେ ଆମେ ଦେଖିବା ଆମ ଶରୀରରେ ରକ୍ତ ଅଛି, ମାଂସ, ମଜ୍ଜା, ଅସ୍ଥି। କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଅଙ୍ଗରେ ନା ରୁଧିର ଅଛି, ନା ମାଂସ, ନା ମଜ୍ଜା ଅଛି, ନା ହାଡ଼, କିନ୍ତୁ କେବଳ ଆନନ୍ଦ ହିଁ ଆନନ୍ଦ। ପ୍ରତ୍ୟେକ ଶରୀର ଆପାଦ ମସ୍ତକ କେବଳ ଆନନ୍ଦରେ ପରିପୂର୍ଣ୍ଣ। ଆମ ଆଖି ଯେତେବେଳେ ପାଦରେ, ମୁଖରେ, ସର୍ବାଙ୍ଗ ଶରୀର ଉପରେ ଅଭିନିବେଶ ହୁଏ, ସେତେବେଳେ କେବଳ ଆନନ୍ଦ ହିଁ ଅନୁଭବ ହୁଏ। ଆନନ୍ଦ ବ୍ୟତୀତ ଅନ୍ୟ କିଛି ନାହିଁ। ଜୀବକୁ ଯେଉଁ ଶରୀର ମିଳିଛି ତାହା ପୂର୍ବଜନ୍ମର କର୍ମ ପ୍ରମାଣରେ ମିଳିଛି, ପୂର୍ବଜନ୍ମର ବାସନାର ପ୍ରମାଣରେ ମିଳୁଛି। କର୍ମଣା ନିର୍ମିତ ଦେହ, କିନ୍ତୁ ପରମାତ୍ମା ତାଙ୍କ ନିଜ ଇଚ୍ଛାରେ ଅଥବା ଭକ୍ତଙ୍କ ଇଚ୍ଛାରେ ଶରୀର ଧାରଣ କରିଥାନ୍ତି। ପରମାତ୍ମାଙ୍କ ଶରୀର ପଞ୍ଚମହାଭୂତରେ ନିର୍ମିତ ହୋଇନଥାଏ। ପରମାତ୍ମାଙ୍କ ଶରୀର ଅପ୍ରାକୃତ, ଅଲୌକିକ, ଆନନ୍ଦ ସ୍ୱରୂପ। ଜୀବକୁ ଉତ୍ପତ୍ତି ସ୍ଥିତିରେ ହିଁ ଆନନ୍ଦ ମିଳେ, ଲୟରେ ଆନନ୍ଦ ମିଳେନି। ଭଗବାନଙ୍କୁ କିନ୍ତୁ ଲୟରେ ବି ଆନନ୍ଦ ମିଳେ, କାରଣ ଭଗବାନ ତ ସ୍ୱୟଂ ହେଉଛନ୍ତି ଆନନ୍ଦ ସ୍ୱରୂପ। ତାଙ୍କଠାରେ ଆନନ୍ଦ, ତାଙ୍କଠାରେ ଆରମ୍ଭ, ତାଙ୍କଠାରେ ହିଁ ବିଲୟ। କେବଳ ଆନନ୍ଦ ବ୍ୟତୀତ କିଛି ନାହିଁ। ପ୍ରଭୁ ଶ୍ରୀକୃଷ୍ଣଙ୍କୁ 16,000 ରାଣୀଙ୍କ ସଂସର୍ଗରେ ଯେଉଁ ଆନନ୍ଦ ମିଳିଥିଲା, ସେପରି ଆନନ୍ଦ ଦ୍ୱାରକା ସମୁଦ୍ରରେ ବୁଡ଼ିଗଲା ବେଳକୁ ବି ହେଇଥିଲା। ତ ଜୀବ ମାୟାରେ ଅଧୀନ ହୋଇ ସଂସାରକୁ ଆସେ, ପରମାତ୍ମା ମାୟାଧୀଶ ହୋଇ ଜଗତରେ ପ୍ରକଟ ହୁଅନ୍ତି। ପ୍ରଭୁ ଶ୍ରୀରାମ ତାଙ୍କ ପୂର୍ବ ଜନ୍ମରେ ସେପରି କିଛି କର୍ମ କରିଥିବେ, ଆଉ ସେହି କର୍ମ ପ୍ରମାଣରେ ସ୍ୱରୂପ ଧାରଣ କରିଥିବେ। ଏପରି ନୁହେଁ। ତେବେ ଆଦିକବି ବାଲ୍ମୀକି ମଧ୍ୟ କହିଛନ୍ତି, ଚିଦାନନ୍ଦମୟ ଦେହ ତୁମ୍ହାରି, ବିଗତ ବିକାର ଜନ ଅଧିକାରୀ, ନରତନୁ ଧରେହୁ ସନ୍ତ ସୁର କାଜ,
ସୁନାର ଆଭୂଷଣ ଅଳଙ୍କାର ଥିଲା। ସେହି ସୁନାରେ ସୁବର୍ଣ୍ଣ ମୂର୍ତ୍ତି ତିଆରି ହେଲା। ଏହି ସୁବର୍ଣ୍ଣ ମୂର୍ତ୍ତିରେ ହିଁ ସୁନା ଥାଏ। ସୁନାର ମୂର୍ତ୍ତିର ପାଦ ବି ସୁନା, ହାତ ବି ସୁନା, ନଖରେ ସୁନା, ସର୍ବତ୍ର କେବଳ ସୁନା। ଏହି ରୀତିରେ ଈଶ୍ୱରଙ୍କ ସ୍ୱରୂପରେ ଆନନ୍ଦ ହିଁ ଆନନ୍ଦ ଥାଏ। ପରମାତ୍ମାଙ୍କ ସ୍ୱରୂପ ଦେଖାଯାଏ ଠିକ୍ ନିଜର ଭଳି, କିନ୍ତୁ ତାହା ପ୍ରକୃତରେ ଆମ ଭଳି ନୁହେଁ। ତାହା କେବଳ ଆନନ୍ଦମୟ। ବ୍ୟାସ ନାରାୟଣ ବ୍ରହ୍ମସୂତ୍ରରେ କହିଛନ୍ତି ଆନନ୍ଦମୟୋଭ୍ୟାସାତ୍। କେତେକ ଋଷିଙ୍କ ମତରେ ଈଶ୍ୱରଙ୍କଠାରେ ଆନନ୍ଦ ଥାଏ। ଈଶ୍ୱରଙ୍କଠାରେ ଆନନ୍ଦ ଅଛି। ଯେଉଁ ଋଷିମାନେ ଏପରି ଭାବନ୍ତି ସେମାନଙ୍କ ସିଦ୍ଧାନ୍ତରେ ଈଶ୍ୱର ଆଉ ଆନନ୍ଦ ଏହି ଦୁଇ ତତ୍ତ୍ୱ ପୃଥକ୍। ଏହା ଦୁଇଟି ପୃଥକ୍ ତତ୍ତ୍ୱ ବୋଲି ଜଣାପଡ଼େ। ଏଥିରେ ଦୈତ୍ୟ କଥା ସିଦ୍ଧ ହୁଏ। ବ୍ୟାସ, ବାଲ୍ମୀକି ଆଉ ଅନ୍ୟ ଋଷିଙ୍କ ସିଦ୍ଧାନ୍ତ ହେଉଛି ଆନନ୍ଦ ହିଁ ଈଶ୍ୱର। ଆନନ୍ଦ ଓ ଈଶ୍ୱର ଭିନ୍ନ ନୁହନ୍ତି। ଏହା ହେଉଛି ଅଦ୍ୱୈତ ସିଦ୍ଧାନ୍ତ। ଈଶ୍ୱରଙ୍କଠାରେ ଆନନ୍ଦ ଅଛି ଏପରି ନୁହେଁ। ଆନନ୍ଦ, ଈଶ୍ୱର, ଶ୍ରୀରାମ, ଶ୍ରୀକୃଷ୍ଣ ସବୁ ହେଉଛି ଗୋଟିଏ ନାମ। ଆନନ୍ଦ କିନ୍ତୁ ଈଶ୍ୱରଙ୍କର ଗୋଟିଏ ସ୍ୱରୂପ। ନବାଗତ ଖେଳଣାରେ କେବଳ ନବାଗତ ହିଁ ବା ନବାତ ହିଁ ଥାଏ। ନବାତର ଖେଳଣାରେ ହାତ, ଗୋଡ଼, ମୁହଁ ଆଦି ଯେତେ ନବାତମୟ ହେଇଥାଉ, କିନ୍ତୁ ଠିକ୍ ସେହିପରି ପରମାତ୍ମାଙ୍କର ସ୍ୱରୂପ ଆନନ୍ଦମୟ ହିଁ ହୋଇଥାଏ। ଠାକୁରଙ୍କ ନଖ ଆଉ ବାଳକୁ ଦର୍ଶନ କଲେ ବି ଆନନ୍ଦ ମିଳେ। ଏପରି ସ୍ଥଳରେ ଭଗବାନଙ୍କର ମୁଖାରବିନ୍ଦ, ଚରଣାରବିନ୍ଦ ଦର୍ଶନରେ ତ ଅପୂର୍ବ ଆନନ୍ଦ ମିଳେ। ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? କିଛି ନାହିଁ ନା। ତ ପରମାତ୍ମାଙ୍କର ସମସ୍ତ ସ୍ୱରୂପ ହିଁ ଆନନ୍ଦମୟ। ଅଲୌକିକ ସିଦ୍ଧାନ୍ତ ବୁଝାଇବା ପାଇଁ କୌଣସି ଅଲୌକିକ ଦୃଷ୍ଟାନ୍ତ ମିଳେ ନାହିଁ। ଲୌକିକ ଦୃଷ୍ଟାନ୍ତରେ ହିଁ ମହାପୁରୁଷ ଅଲୌକିକ ସିଦ୍ଧାନ୍ତ ବୁଝାଇଥାନ୍ତି। ତାହେଲେ ପରମାତ୍ମାଙ୍କ ସ୍ୱରୂପ ହେଉଛି ଆନନ୍ଦମୟ। ନିର୍ଲିପଃ ପରିପୂର୍ଣ୍ଣଶ୍ଚ ସଚିଦାନନ୍ଦ ବିଗ୍ରହ। ଆମେ ଧୀର ସ୍ଥିର ଭାବରେ ଶାନ୍ତିରେ ଯଦି ଚିନ୍ତା କରିବା ତେବେ ଆମର ପ୍ରକୃତ ସ୍ୱରୂପ ମଧ୍ୟ ଆନନ୍ଦ ବୋଲି ଜାଣିପାରିବା। ଏହି ଜୀବ ହେଉଛି ଈଶ୍ୱରଙ୍କର ଅଂଶ। ଏଇଟା ସ୍ୱାଭାବିକ କଥା ଯେ ଅଂଶୀ ଯଦି ଆନନ୍ଦ ସ୍ୱରୂପ ହୋଇଥାଏ ତେବେ ଅଂଶ ବି ଆନନ୍ଦ ସ୍ୱରୂପ ହେବ। ଶୀତଳତା ଯେପରି ପାଣିର ସ୍ୱାଭାବିକ ସହଜ ସ୍ୱରୂପ, ଠିକ୍ ସେହିଭଳି ଆନନ୍ଦ ହେଉଛି ଆମର ସହଜ ସ୍ୱରୂପ। ଆମେ ଆନନ୍ଦ ସ୍ୱରୂପ ହିଁ ଅଟୁ। ସୁଖ ଆଉ ଦୁଃଖ ଏହା ଆମର ବାସ୍ତବିକ ଧର୍ମ ନୁହେଁ। ପାଣିରେ ଯେଉଁ ଉଷ୍ଣତା ଦେଖାଦିଏ ତାହା ପାଣିର ଉଷ୍ଣତା ନୁହେଁ। ପାଣିର ସ୍ୱରୂପ ତ ଶୀତଳତା। ଅଗ୍ନିର ସମ୍ପର୍କରେ ଆସି ପାଣିରେ ଉଷ୍ଣତା ଯେପରି ଅନୁଭୂତ ହୁଏ, ଠିକ୍ ସେହିଭଳି ମନର ସମ୍ପର୍କରେ ସମ୍ବନ୍ଧ ଆସିଲେ ଆତ୍ମ ସ୍ୱରୂପରେ ଅନୁଭୂତ ହୁଏ ସୁଖ ଆଉ ଦୁଃଖ। ପରସ୍ପରାଧ୍ୟାସବସାତ୍ ସ୍ୟାଦନ୍ତଃ କରୁଣାତ୍ମନୋଃ ଏକୀଭାବାଦଭିମାନେନ ପରାତ୍ମା ଦୁଃଖ ଭାଗିବ। ସୁଖ ଆଉ ଦୁଃଖ ଇଏ ହେଉଛି ମନର ଧର୍ମ। ଆତ୍ମା ସୁଖ ନୁହେଁ କି ଆତ୍ମା ଦୁଃଖ ବି ନୁହେଁ। ତେଣୁ ଆତ୍ମା ହେଉଛନ୍ତି ପରମାତ୍ମାଙ୍କର ଅଂଶ ଆଉ ପରମାତ୍ମା ହେଉଛନ୍ତି ଆନନ୍ଦର ସ୍ୱରୂପ। ଆନନ୍ଦ ହେଉଛି ଆମର ସହଜ ସ୍ୱରୂପ। ଜୀବ ସ୍ୱୟଂ ଆନନ୍ଦ ସ୍ୱରୂପ ହେଲେ ସୁଦ୍ଧା ଅଜ୍ଞାନ ହେତୁ ଏହି ସଂସାରରେ ଆନନ୍ଦ ଖୋଜୁଥାଏ। ଆନନ୍ଦ କୌଣସି ସ୍ତ୍ରୀଠାରେ ନାହିଁ, କୌଣସି ପୁରୁଷଠାରେ ନାହିଁ, କୌଣସି ମଟର ଗାଡ଼ି ବା କୋଠା ବାଡ଼ିରେ ନାହିଁ। ଆନନ୍ଦ ବାହାରେ କେଉଁଠାରେ ବି ନାହିଁ। ଆନନ୍ଦ ଆମ ଭିତରେ ଅଛି। ଆନନ୍ଦ ହେଉଛି ଆମର ପ୍ରକୃତ ସ୍ୱରୂପ। ସଂସାରର ବିଷୟ ଆନନ୍ଦ ଦିଏ ନାହିଁ, ଦୁଃଖ ଆଉ ସୁଖ ଦିଏ, କେବଳ ସୁଖ ଆଉ ଦୁଃଖ। ଯିଏ ସୁଖ ଦୁଃଖ ଦିଏ ସେ ହିଁ ତ ଦୁଃଖ ଦିଏ। କିନ୍ତୁ ଜୀବ ସୁଖ ପାଇଁ ଭୋକିଲା ନାହିଁ, ଆନନ୍ଦ ପାଇଁ ଭୋକିଲା। ସେ ଏପରି ଆନନ୍ଦ ଇଚ୍ଛା କରେ ଯାହା ପାଇଲେ ତାର ଶାନ୍ତି, ସୁସ୍ଥିର, ସୁଦୃଢ଼, ସ୍ଥାୟୀ ହୋଇପାରିବ। କିନ୍ତୁ ସଂସାରର ବିଷୟ ହୁଏତ କେତେବେଳେ ସୁଖ ଦେଇପାରେ, ମାତ୍ର ତାହା କଦାପି ଶାନ୍ତି ଦେଇପାରେନି, ଆନନ୍ଦ ଦେଇପାରେ ନାହିଁ। କାହିଁକି ନା ସଂସାର ଅର୍ଥ ତ ପରିବର୍ତ୍ତନ। ପରିବର୍ତ୍ତନ ତ ହେଉଛି ଦୁଃଖ ଆଉ ସୁଖର ସମ୍ମିଶ୍ରଣ। ସେଠି ଆନନ୍ଦ ଆସିବ କେଉଁଠୁ? ତ ସାଂସାରିକ ବିଷୟରେ ଯଦି ଆନନ୍ଦ ଥାନ୍ତା
ତେବେ ତାହା ସବୁ ସମୟରେ ସମସ୍ତଙ୍କୁ ଏକ ପ୍ରକାର ବି ଆନନ୍ଦ ଦେଇପାରନ୍ତା। କୋଠା ଖୁବ୍ ସୁନ୍ଦର ହେଲେ ବି ଯଦି ଜ୍ୱର ଆସେ ତେବେ କୋଠା ସୁଖ ଦିଏ କି? ମୁଣ୍ଡ ବଥା ହେଲେ, ପେଟ କାମୁଡ଼ିଲେ ତୁଳା ଗଦି ଆମକୁ ଆନନ୍ଦ ଦେବ କି? ସଂସାରର କୌଣସି ଜଡ଼ ବସ୍ତୁରେ ଆନନ୍ଦ ନାହିଁ। ଆନନ୍ଦ ହେଉଛି ପରମାତ୍ମାଙ୍କର ସ୍ୱରୂପ। ଆନନ୍ଦ ହେଉଛି ଆତ୍ମାର ସ୍ୱରୂପ। ସାଂସାରିକ କୌଣସି ପଦାର୍ଥରେ ବା ବିଷୟରେ ଆନନ୍ଦ ନାହିଁ। ବିଷୟ ତ ଜଡ଼। ଜଡ଼ ପଦାର୍ଥରେ ଆନନ୍ଦ ସମ୍ଭବ ହୋଇପାରିବନି। ଜଡ଼ ପଦାର୍ଥରେ ଜୀବକୁ ଯାହା କିଛି ଆନନ୍ଦର ଆଭାସ ହୁଏ ତାହା ଭିତରେ ଥିବା ଚୈତନ୍ୟର ସଂସ୍ପର୍ଶ ସହିତ ହୋଇଥାଏ। ଇନ୍ଦ୍ରିୟଙ୍କୁ ଇପ୍ସିତ ମନୋବାଞ୍ଛିତ ବିଷୟ ଯେତେବେଳେ ମିଳିଯାଏ ମନ ସେଥିରେ ତଦାକାର ତଲ୍ଲୀନ ହୋଇଯାଏ। କିଛି ସମୟ ପାଇଁ ସେ ଏକାଗ୍ର ମଧ୍ୟ ହୋଇଯାଏ। ତ ଏକାଗ୍ରତା ହେତୁ ଚିତ୍ତରେ ଆତ୍ମାର ପ୍ରତିବିମ୍ବ ପଡ଼େ ଆଉ ସେଥିପାଇଁ ଆନନ୍ଦର ଆଭାସ ଆସେ। ଏକାଗ୍ରତା ସଂଯମତା। ତେବେ କେବଳ ଆନନ୍ଦ ହିଁ ଆନନ୍ଦ। ମନ ଅନ୍ତର୍ମୁଖୀ ହେଲା ପର୍ଯ୍ୟନ୍ତ ମନରେ ଆନନ୍ଦ। ବାହାରେ ବିଚରଣ କରୁଥିବା ମନ ଭିତରକୁ ଯାଇକି ଯେତେବେଳେ ଚେତନ ପରମାତ୍ମାଙ୍କୁ ସ୍ପର୍ଶ କରେ ମନର ବ୍ରହ୍ମ ସମ୍ବନ୍ଧୀୟ ହୋଇଯାଏ, ସେତିକି ସମୟ ହିଁ ଆନନ୍ଦ। ମନ ବହିର୍ମୁଖ ହେଲା, ବ୍ୟଗ୍ର ହେଲା, ଆନନ୍ଦ ସହସା ହେଠୁ ଗାୟବ ହେଇଯାଏ। ଯେଉଁ ସୁଖ ଇନ୍ଦ୍ରିୟ ଆଉ ବିଷୟର ସଂଯୋଗରେ ଥାଏ ତାହା ପ୍ରଥମେ ଅମୃତ ଭଳିଆ ଲାଗେ, କିନ୍ତୁ ପରିଣାମରେ ତାହା ନିଶ୍ଚିତ ଭାବରେ ବିଷ ହୋଇଥାଏ। ବିଷୟେନ୍ଦ୍ରିୟ ସଂଯୋଗାତ୍ ୟତଦଗ୍ରେ ମୃତୋପମମ୍ ପରିଣାମମ୍ ବିଷ ଇବ। ଯେତେବେଳେ ସେତେବେଳେ ଆନନ୍ଦ ମିଳିଯାଏ ତାହା ବାହାରର ଜଡ଼ ବସ୍ତୁରୁ ମିଳେ, ଏପରି କଳ୍ପନା ହିଁ ତ୍ରୁଟିପୂର୍ଣ୍ଣ। ଆନନ୍ଦ ତ ଅନ୍ତର ଭିତରେ ଚେତନ ପରମାତ୍ମାଙ୍କ ସମ୍ବନ୍ଧରେ ମିଳିଥାଏ ନା। ଆନନ୍ଦ ପରମାତ୍ମା ହିଁ ଦେଇଥାନ୍ତି। ଆମକୁ ଆନନ୍ଦ କେବଳ ସେତେବେଳେ ମିଳେ ଯେତେବେଳେ ଆମର ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡ଼ି ହୁଏ। ଈଶ୍ୱରଙ୍କୁ ଆମେ ଆମ ଭିତରେ ଖୋଜୁଥିବା ଉଚିତ। ଆନନ୍ଦ ଭିତରେ ହିଁ ଅଛି। ଆମେ ବାହାର ଜଗତରେ ପାଇବା କେଉଁଠୁ? ବାହାରର ସାଂସାରିକ ବିଷୟରେ ଯିଏ ଆନନ୍ଦ ଖୋଜେ ପରବର୍ତ୍ତୀ କାଳରେ ସେ କେବଳ ପାଏ କ'ଣ ନା ଦୁଃଖ। ବାହାରୁ ଆନନ୍ଦ କେବେ ବି ଆସେନି, କ୍ଷଣିକ। ଇନ୍ଦ୍ରିୟମାନେ ବାହାରେ ଆନନ୍ଦକୁ ଖୋଜନ୍ତି, ତେଣୁ ଆମକୁ ଆନନ୍ଦ ମିଳେନି, ମିଳେ କେବଳ ଦୁଃଖ। ସଂସାରରେ ବିଷୟ ବିସ୍ମରଣ ହୋଇଗଲେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇଯାଏ। ସଂସାରର ସମ୍ବନ୍ଧ କଟିଲେ ବ୍ରହ୍ମ ସମ୍ବନ୍ଧ ସ୍ଥାପିତ ହୋଇପାରେ। ବ୍ରହ୍ମ ସମ୍ବନ୍ଧ ହେଲେ ଆନନ୍ଦ ମିଳିଯାଏ। ପ୍ରତିଦିନର ଗୋଟିଏ କଥା ଆମେ ବିଚାର କରିବା। ନିଦ୍ରାରେ ଆମକୁ ଶାନ୍ତି ଦିଏ କି? ଖଟ ଉପରେ ପଡ଼ିଯିବା ପରେ ଜଗତ କଥା ଯାହାର ମନେ ପଡ଼େ ତାକୁ ନିଦ ଆସେ ନାହିଁ। କୌଣସି ଗୋଟିଏ ସୁନ୍ଦର ସ୍ୱରୂପ ଆଖି ଆଗରେ ନାଚିଗଲେ ନିଦ ଆଉ ଆସେନି। ରୂପଟି ଯେତେବେଳେ ଆଖିକୁ ଦୂରେଇ ଯାଏ ସେତେବେଳେ ନିଦ ମାଡ଼େ। କାନକୁ କିଛି ଶୁଣାଯାଉଥିବା ପର୍ଯ୍ୟନ୍ତ ସହଜରେ ନିଦ ନାହିଁ। ଧୀରେ ଧୀରେ ଯେତେବେଳେ ସେସବୁ ଭୁଲି ହୋଇଯାଏ, ଜଗତ ଭୁଲି ହୋଇଯାଏ, ସେତେବେଳେ ମନ ଅନ୍ତର୍ମୁଖ ହୁଏ। ଇନ୍ଦ୍ରିୟମାନେ ସେତେବେଳେ ବିଷୟକୁ ଛାଡ଼ନ୍ତି, ପରମାତ୍ମାଙ୍କର ହୁଅନ୍ତି, ସେତେବେଳେ ଯାଇ ନିଦ ଆସେ। ତ ନିଦ୍ରା ଆସିଗଲେ ଶାନ୍ତି ମିଳେ। ନିଦ୍ରାରେ ଆତ୍ମାକୁ ଆଉ ଭିତରେ ବିରାଜମାନ କରୁଥିବା ଚେତନ ପରମାତ୍ମାଙ୍କୁ ଆନନ୍ଦ ମିଳେ। ଆତ୍ମ ଚୈତନ୍ୟ ପରମାତ୍ମାଙ୍କର ସ୍ୱରୂପ। ଆମର ଆନନ୍ଦ ବାହାରେ ନାହିଁ, ଆମର ଆନନ୍ଦ ଆମକୁ ହିଁ ମିଳିଥାଏ। ସବୁକିଛି ଛାଡ଼ିବା ମଣିଷର ଶୋଇବାକୁ ଇଚ୍ଛା ହୁଏ। ଆମେ ଏଥିରୁ ପ୍ରମାଣ ପାଇଲେ ଯେ ଆନନ୍ଦ ସଂସାରର ଜଡ଼ ବସ୍ତୁରେ ନାହିଁ, ଆନନ୍ଦ ଜଗତରେ ନାହିଁ, ଜଗତକୁ ଭୁଲିଯିବାରେ ହିଁ ଅଛି। ଆମେ ହିଁ ଆନନ୍ଦ ସ୍ୱରୂପ। ଆନନ୍ଦ ରୂପ ପରମାତ୍ମା ସମସ୍ତଙ୍କଠାରେ ଚୈତନ୍ୟ ରୂପରେ ନିବାସ କରୁଛନ୍ତି। ତ ଆନନ୍ଦ ନିରପେକ୍ଷ ରହିଲେ ସ୍ଥାୟୀ ହୁଏ, ଯେତେବେଳେ ସାପେକ୍ଷ ହେଲେ ସ୍ଥାୟୀତ୍ୱ ହରେଇ ଦିଏ। ଯେ ପର୍ଯ୍ୟନ୍ତ ମଣିଷକୁ ଅନ୍ୟ କାହାଠାରୁ ଆନନ୍ଦ ମିଳୁଥାଏ, ମଣିଷ ଏହାର ପଛେ ପଛେ ଦୁଃଖ ଆସୁଛି ବୋଲି ଜାଣି ରଖିବା ଉଚିତ। ଆମେ ଅନ୍ୟଙ୍କଠାରୁ ଆନନ୍ଦ ପାଇବାକୁ ଆଶା କଲେ ଦୁଃଖ ହିଁ ମିଳେ। ନିଦ୍ରାରେ ମନ ଯେପରି ଶାନ୍ତ ରହେ, ଜାଗ୍ରତ ଅବସ୍ଥାରେ ସେପରି ରହିଲେ ଆମେ ଯେଉଁଠାକୁ ଯିବା ସେଠାରେ ଆନନ୍ଦ ପାଇପାରିବା। ଦୀପରେ ଯେ ପର୍ଯ୍ୟନ୍ତ ତେଲ ଥାଏ ସେ ପର୍ଯ୍ୟନ୍ତ ତାହା ଜଳେ। ଦୀପ ତେଲ ସରିବା କ୍ଷଣି ଦୀପ ସାଙ୍ଗେ ସାଙ୍ଗେ ଲିଭିଯାଏ। ଠିକ୍ ସେହିଭଳି ମନ ଭିତରେ ଯେ ପର୍ଯ୍ୟନ୍ତ ସଂସାର ଥାଏ ସେ ପର୍ଯ୍ୟନ୍ତ ତାହା ଜଳୁଥାଏ। କିନ୍ତୁ ମନରେ ଯଦି ସଂସାର ରୁହେ ନାହିଁ ତେବେ ମନ ତ ଶାନ୍ତ ହୋଇଯାଏ। ଖଟରେ ପଡ଼ିଯିବା କ୍ଷଣି ମନରୁ ସଂସାର ବାହାରିଯାଏ
ଆଉ ମନରୁ ସଂସାର ବାହାରି ଯିବା ପର ମୁହୂର୍ତ୍ତରୁ ମନ ଶାନ୍ତ ହୁଏ, ଗାଢ଼ ନିଦ୍ରା ବି ଆସିଯାଏ। କିନ୍ତୁ ଆମେ ସଂସାର ଛାଡ଼ି ଯିବା କୁଆଡ଼େ? ସଂସାରକୁ ମନ୍ତ୍ରରୁ ବା ମନରୁ ବାହାର କରିଦେବାକୁ ଯତ୍ନବାନ ହେବା ଦରକାର। ବାହାର ସଂସାର ଆମକୁ ତ୍ରାସ ହିଁ ଦିଏ, ଭୟ ଦିଏ, ଦୁଃଖ ଦିଏ, ଶୋକ ଦିଏ। ସଂସାର ମନରେ ଅଛି, ଏହା ନିଶ୍ଚୟ କନ୍ଦେଇବ। ପରମାତ୍ମାଙ୍କୁ ସ୍ମରଣ କରି ତନ୍ମୟ ହୋଇଗଲେ ମନରୁ ସଂସାର ଦୂର ହୁଏ। ଆମେ ଯଦି ସଂସାରକୁ ପୁରା ମାତ୍ରାରେ ମନରୁ ଦୂର କରିଦେବା ପାଇଁ ଚେଷ୍ଟା କରିବା, ତେବେ ସଂସାର ପୁରା ମାତ୍ରାରେ ଆମକୁ ଜାବୁଡ଼ି ଧରିବ। ଯିଏ ଅଳନ୍ଧୁ ସଫା କରିବା ପାଇଁ ଉଦ୍ୟମ କରେ, ତା ମୁଣ୍ଡରେ ପ୍ରଥମେ ଅଳନ୍ଧୁ ଲାଗିଥାଏ। ସେହିଭଳି ମନରୁ ସଂସାର ଆଡ଼େଇ ଦେବାକୁ ଚେଷ୍ଟା କଲେ ମନ ସବୁବେଳେ ସଂସାର କଥା ଚିନ୍ତା କରିବାରେ ଲାଗିବ। ଏପରି ନକରି ମନରେ ପ୍ରଭୁଙ୍କୁ ସତତ ସ୍ମରଣ କରୁଥିଲେ ସଂସାର ଆପେ ଆପେ ଧୀରେ ଧୀରେ ଦୂର ହୋଇଯିବ। ମନରେ ତନ୍ମୟତା ଆସିଯିବା ମାତ୍ରେ ସଂସାର ସ୍ୱତଃ ବିସ୍ଫୁରିତ ହୋଇଯିବ। ପରମାତ୍ମାଙ୍କୁ ସତତ ସ୍ମରଣ ଚିନ୍ତନରେ ଆମକୁ ଆନନ୍ଦ ମିଳେ। ଆମେ ପରମାତ୍ମାଙ୍କ ଅଂଶ। ଜଗତ ସହିତ ଆମର ସମ୍ବନ୍ଧ ପ୍ରକୃତ ନୁହେଁ। ଆମେ ଜଗତର ନୁହେଁ, କେବଳ ପରମାତ୍ମାଙ୍କର। ଜୀବ ହେଉଛି ଈଶ୍ୱରଙ୍କର ଅଂଶ, କେବଳ ଈଶ୍ୱରଙ୍କର। ତେବେ ବି ମଣିଷ ସଂସାର ହୋଇଯାଇଛି। ଆମେ ଜନ୍ମ ହେଲୁ, ସେତେବେଳେ ଆମେ କ'ଣ ପତି ହୋଇଥିଲୁ? ଜନ୍ମ ସମୟରେ କେହି ପତି କି କେହି ପତ୍ନୀ ହୋଇନଥାନ୍ତି। ଲୌକିକ ବ୍ୟବହାର ଦୃଷ୍ଟିରେ ପତି ପତ୍ନୀଙ୍କର ସମ୍ପର୍କ ହୁଏ, ସମ୍ବନ୍ଧ ହୁଏ, ଉତ୍ତମ ହୋଇଥାଇପାରେ। ମାତ୍ର ତତ୍ତ୍ୱ ଦୃଷ୍ଟିରେ ବିଚାର କଲେ ଏହା କେବେ ସତ୍ୟ ବି ନୁହେଁ। ପତ୍ନୀର ମୃତ୍ୟୁ ହୋଇଯିବା ପରେ କେହି ପତି ରହିନି। ପତ୍ନୀ ଥିଲେ ପତି ଥାଏ। ପତି ପତ୍ନୀଙ୍କର ସମ୍ବନ୍ଧ, ପିତା ପୁତ୍ରର ସମ୍ବନ୍ଧ, ଜଗତର ଯେକୌଣସି ସମ୍ବନ୍ଧ ସତ୍ୟ ନୁହେଁ, ସତ୍ୟ ହୋଇ ନପାରେ। କାହିଁକି ନା ଏହା ହେଉଛି ଜଡ଼ ଜଗତର ମିଥ୍ୟା ସମ୍ପର୍କ। ଈଶ୍ୱରଙ୍କ ସହିତ ଜୀବର ସମ୍ବନ୍ଧ ହିଁ ସତ୍ୟ। ଆଗରୁ ଥିଲା, ବର୍ତ୍ତମାନ ହିଁ ଯୁକ୍ତ ହୋଇକି ଅଛି। ପୁଣି ଏହି ଶରୀର ବିଲୀନ ହୋଇଗଲେ ବି ସତ୍ୟ ସ୍ୱରୂପ ଆନନ୍ଦଙ୍କର ସେ ହେଉଛି ଅଂଶ। ଆମେ ଭଗବାନଙ୍କ ଚରଣରେ ଥିଲୁ, ସେଥିରୁ ଆମେ ପୃଥକ ହୋଇଗଲୁ। କୌଣସି କାରଣରୁ ଭଗବାନଙ୍କ ଠାରୁ ପୃଥକ ହୋଇଯିବାରୁ ଆମେ ଜଗତ ସହିତ ଗୋଟେ ସମ୍ବନ୍ଧ ସ୍ଥାପନ କଲେ। ସମ୍ବନ୍ଧ ପରେ ଗୋଟେ ସମ୍ପର୍କ ହେଲା, ମୋହ ସୃଷ୍ଟି ହେଲା। କାମ, କ୍ରୋଧ, ଲୋଭ, ମୋହ, ମଦ, ଷଡ଼ ଐଶ୍ୱର୍ଯ୍ୟରେ ମଣିଷ ଜର୍ଜରିତ ହେଲା। ଦୁଃଖ ପାଇଲା, ସୁଖ ପାଇଲା, ଶୋକ ପାଇଲା, ସବୁ ସେ ଭିତରେ ଭରିଗଲା। ଆମେ ଆନନ୍ଦର ସ୍ୱରୂପ ଠାରୁ ବିଚ୍ଛିନ୍ନ ହୋଇ ସୁଖ ଦୁଃଖର ମହାସାଗରରେ ବୁଡ଼ିଗଲେ। ତ ଆମକୁ ପ୍ରତିକାର କରିବାକୁ ପଡ଼ିବ। କେବେ କରିବା, କାହିଁକି କରିବା, କିପରି କରିବା? ତେବେ ଭଗବାନଙ୍କ ଠାରୁ ପୃଥକ ହୋଇଗଲେ ସେ କଥା ଉପରେ ବିଶେଷ ଚିନ୍ତା କରି ସମୟ ଅତିବାହିତ କରିଦେବା ଠିକ୍ ହେବନି। ତ ରୋଗ ହେଲେ, ରୋଗ କାହିଁକି ହେଲା, କିପରି ହେଲା, ଏସବୁ ଚିନ୍ତା କଲେ ରୋଗ ଆମକୁ ତ ଛାଡ଼ିକି ଯିବନି ନା। ରୋଗର ପ୍ରତିକାର କରିବାକୁ ଆମକୁ ପଡ଼େ। ଠାକୁରଙ୍କୁ ସତତ ସ୍ମରଣ କରିବାକୁ ପଡ଼େ। ସମ୍ବନ୍ଧ ପୁନଃ ସଂସ୍ଥାପନ କରିବାକୁ ପଡ଼େ। ଲୁଗାରେ ଦାଗ ଲାଗିଗଲେ ଦାଗ କିପରି ଆଉ କାହିଁକି କେଉଁଠି ଲାଗିଲା ତାହା ଅନୁସନ୍ଧାନ କରି କରି ସମୟ ନଷ୍ଟ କରିବା ଠିକ୍ ହେବନି। ଏପରି ଅନୁସନ୍ଧାନ ଦ୍ୱାରା ଲୁଗାରୁ ମଇଳା ସଫା ହୋଇଯିବ ନାହିଁ। ସାବୁନ ମାଧ୍ୟମରେ ଲୁଗାରୁ ମଇଳା ସଫା କରିବା ଦରକାର। ଜୀବ ଈଶ୍ୱରଙ୍କ ଠାରୁ ପୃଥକ ହୋଇଯାଇଛି, ଏକଥା ସତ। ଜୀବ ତା ନିଜର ଶରୀରର ସ୍ୱରୂପ ଭୁଲି ଯାଇଛି। ଜୀବ ହେଉଛି ଈଶ୍ୱରଙ୍କର, କିନ୍ତୁ ସେ ଈଶ୍ୱରଙ୍କ ଠାରୁ ପୃଥକ ହୋଇକି ଜଗତର ହୋଇଗଲା। ଜଗତର ଗୋଟେ ସମ୍ପର୍କରେ, ଗୋଟେ ମୋହରେ ବାନ୍ଧି ହୋଇଗଲା। ତ ଜଗତର ହୋଇଥିବାରୁ ସେ ଦୁଃଖ ପାଉଛି ଏବଂ ପାଇବ ମଧ୍ୟ। ସେ ଜଗତରେ ଆନନ୍ଦ ଖୋଜୁଛି, ହେଲେ ସଂସାରରେ ଆନନ୍ଦ କାହିଁ? ଆନନ୍ଦ ତ କେବଳ ସ୍ୱୟଂ ପରମାତ୍ମା। ଆମେ ଯଦି ପ୍ରକୃତରେ ଆନନ୍ଦ ଚାହୁଁଛେ, ତେବେ ପରମାତ୍ମାଙ୍କୁ ପ୍ରେମ କରିବା ଉଚିତ, ପ୍ରଭୁଙ୍କୁ ସ୍ମରଣ କରିବା ଉଚିତ, ପରମାତ୍ମାଙ୍କ ସେବା କରିବା ଉଚିତ। ମନ, ବଚନ, କର୍ମ, ଏହି ତିନୋଟି ଯାକ ଭକ୍ତି ରସରେ ବୁଡ଼ିଗଲେ ଆନନ୍ଦ ଉତ୍ପନ୍ନ ହୋଇଯିବ। ସଂସାରର ନିୟମ ହେଉଛି ସୁଖ ଆଉ ଦୁଃଖ। ଯିଏ ସୁଖ ଭୋଗ କରିଛି ତାକୁ ନିଶ୍ଚୟ ଦୁଃଖ ଭୋଗ କରିବାକୁ ପଡ଼ିବ। ଏହା ହିଁ ହେଉଛି ଗୋଟିଏ ସୃଷ୍ଟିର ନିୟମ। ସୁଖ ଆଉ ଦୁଃଖ ହେଉଛନ୍ତି ଦୁଇଟା ଭାଇ। ଏମାନେ ସାଙ୍ଗ ହୋଇକି ରହିବେ। ଜଗତ ଯେଉଁଠି ଥାଏ ସେଠି ଦୁଃଖ ସୁଖ ଦୁଇ ଭାଇ ଲାଗିକି ଥାନ୍ତି। ଆଉ ଯେଉଁଠାରେ ଜଗତ ନାହିଁ
ନା ସେଠାରେ ସୁଖ ଅଛି ନା ସେଠାରେ ଦୁଃଖ, କେବଳ ଆନନ୍ଦ ହିଁ ଆନନ୍ଦ। ସେଠାରେ କେବଳ ଆନନ୍ଦ ହିଁ ଆନନ୍ଦ। ପରମାନନ୍ଦ ରୂପ ଶ୍ରୀରାମ କେବଳ ଆନନ୍ଦ ହିଁ ଦେଇଥାନ୍ତି। ଶ୍ରୀରାମ ଦୁଃଖ ଦିଅନ୍ତି ନାହିଁ, ସେ ତ କେବଳ ଆନନ୍ଦ ଦିଅନ୍ତି ନା। ପ୍ରତ୍ୟେକ ଶବ୍ଦର ବିପରୀତ ପ୍ରତିଶବ୍ଦ ଅଛି। ସୁଖର ବିରୋଧୀ ଶବ୍ଦ ଦୁଃଖ, ଲାଭର ବିରୋଧୀ ଶବ୍ଦ କ୍ଷତି, ରାଗର ବିରୋଧୀ ଶବ୍ଦ ଦ୍ୱେଷ, ମାତ୍ର ଆନନ୍ଦର ବିରୋଧୀ ଶବ୍ଦ ନାହିଁ। ପରମାତ୍ମା ହେଉଛନ୍ତି ଆନନ୍ଦର ରୂପ। କାଳ ଆଉ କାମ ଜୀବର ପଛେ ପଛେ ଗୋଡ଼ଉଥାନ୍ତି। ଏମାନଙ୍କ ଯୋଗୁଁ ଜୀବର ଆକୁଳତା ହେଉଛି, ଘାବରେଇ ଯାଉଛନ୍ତି। ତେଣୁ ଜୀବ କ'ଣ କରେ ନା ଆନନ୍ଦରୁ ବହିର୍ମୁଖ ହୁଏ, ତେଣୁ ଆନନ୍ଦ ପାଏନି। କାମର ବନ୍ଧୁତ୍ୱକୁ ଛାଡ଼ିକି ଯଦି ଶ୍ରୀରାମଙ୍କ ସହିତ ସମ୍ପର୍କ ଯୋଡ଼ି ଦିଅନ୍ତା ତେବେ ଆନନ୍ଦ ପାଇପାରନ୍ତା। କାମ ଶବ୍ଦର ଅର୍ଥକୁ ଆମେ ବିଚାର କରିବା ନା, କ ଯୁକ୍ତ ଆମ ଇଜ୍ଇକ୍ୱାଲ୍ ଟୁ କାମ। କର ଅର୍ଥ କ'ଣ ନା ସୁଖ, ଆମର ଅର୍ଥ ହେଲା କ'ଣ ନା କଚ୍ଚା, ଅଦୃଢ଼, କ୍ଷଣସ୍ଥାୟୀ। କ୍ଷଣସ୍ଥାୟୀ ସୁଖ ହେଉଛି କାମ, ଚିରସ୍ଥାୟୀ ସୁଖ ହେଉଛି ରାମ। କଚ୍ଚା ଯେଉଁଟା ମୋହ ପୁରା ସୃଷ୍ଟି ହୁଏ, ସେହି କାମ ଭାବ ହେଉଛି କ୍ଷଣିକ ଆସେ, ସେଇଟା ହେଉଛି ଦୁଃଖ ଦିଏ ସୁଖ ଦିଏ। କିନ୍ତୁ ଚିରସ୍ଥାୟୀ ସୁଖ କହିଲେ କେବଳ ରାମକୁ ବୁଝାଏ, ପରମାନନ୍ଦ ଆନନ୍ଦ ସ୍ୱରୂପକୁ ବୁଝାଏ। କାମ ସୁଖ ଦିଏ କମ୍, ଦୁଃଖ ଦିଏ କନ୍ଦାଏ ବହୁତ। ଯିଏ କାମର ଅଧୀନ ସେ କାଳର ଅଧୀନ ହୋଇଗଲା। ଏ ତ ଏକ ଅଦ୍ଭୁତ ସଂସାର ନା। ମଣିଷ ଭାବେ ସେ କାମକୁ ଭୋଗ କରୁଛି, ମାତ୍ର ଏ କଥା ତ ସତ ନୁହଁ ନା। କାମ ହିଁ ମଣିଷକୁ ଭୋଗ କରେ ଆଉ ଜୀର୍ଣ୍ଣ କରାଏ, କ୍ଷୀଣ କରାଏ। ଭୋଗାହା ନ ଭୋକ୍ତ୍ୱା ବୟ ମେ ବଚ ଭୋକ୍ତାହା। ମଣିଷ ଭାବେ ମୁଁ କାମକୁ ଭୋଗ କରୁଛି, ନାହିଁ, କାମ ହିଁ ମଣିଷକୁ ଭୋଗ କରେ, ଜୀର୍ଣ୍ଣ କରାଏ, କ୍ଷୀଣ କରାଏ ଏବଂ ଦୁଃଖ ଦିଏ ସୁଖ ଦିଏ। କାମ ଏତେ ଦୁଷ୍ଟ ଯେ ସେ ଯାହା ହୃଦୟରେ ଥରେ ଆସ୍ଥାନ ଜମେଇ ଦେଲା ନା, ସେଠାରୁ ଆଉ ସେ ଘୁଞ୍ଚିବନି। କାମ ଦୂରରେ ରହିକି ହୃଦୟକୁ ନିରୀକ୍ଷଣ କରେ। ଯାହା ହୃଦୟରେ ରାମ ଥାନ୍ତି ତା ହୃଦୟକୁ କାମ ଆସେନି, ଆଡ଼େଇ ହେଇକି ଅନ୍ୟତ୍ର ପଳାଏ। କାମ ସହିତ କାଳର ନିବିଡ଼ ବନ୍ଧୁତ୍ୱ। କାମ ଯେଉଁଠାକୁ ଯାଏ କାଳ ମଧ୍ୟ ସେଠାରେ ଆସ୍ଥାନ ଜମେଇ ଦିଏ। କାମ ଯେଉଁଠାକୁ ଯାଏନି କାଳ ସେଠାକୁ ମଧ୍ୟ ଯାଏ। କାମ ହେଉଛି ଭୟଙ୍କର, ପ୍ରବଳ, କିନ୍ତୁ କାମର ନାଶ କାମ ଦ୍ୱାରା ହିଁ କରିବାକୁ ପଡ଼େ। ଯିଏ ପରମାତ୍ମାକୁ କାମ ଅର୍ପଣ କରେ ନା, ସେ କାମକୁ ବିନାଶ କରିଦିଅନ୍ତି, ସେ ରାମ କରିଦିଅନ୍ତି। ଲୌକିକ କାମର ନାଶ ଅଲୌକିକ କାମ ଦ୍ୱାରା ହିଁ କରିବାକୁ ପଡ଼େ। ଯାହା ଭଗବତ କାମ ଯାହା ବା ଯେପରି କଲେ ପ୍ରଭୁ ମିଳନ ନିମନ୍ତେ ଗୋଟେ ତୀବ୍ର ଆତୁରତା ସୃଷ୍ଟି ହେବ, ତାହା ହିଁ ହେଉଛି କାମନାଶକୁ ପ୍ରାପ୍ତ ହୋଇପାରେ। ପରମାତ୍ମା ହେଉଛନ୍ତି କାଳର କାଳ। ପରମାତ୍ମା ଶ୍ରୀରାମଙ୍କ ଅଧୀନରେ ଯିଏ ଥାଏ କାଳ ତାକୁ କବଳିତ କରିପାରେନି। କାମ ଅନେକ ଜନ୍ମ ଧରି ଜୀବକୁ କନ୍ଦାଏ ଏବଂ କନ୍ଦାଇ ଆସୁଛି ମଧ୍ୟ। କାମ ଶତ୍ରୁ ହୋଇକି ମିତ୍ର ଭଳିଆ ଅଭିନୟ କରୁଛି। କାମର ଅଧୀନରେ ରହି ମଣିଷ ଜନ୍ମ ମୃତ୍ୟୁର ଚକ୍ରରେ ପେଶି ହେଉଛି। ରାମ ବିମୁଖ ହେଇକି କାମ ଆକ୍ରାନ୍ତରେ ପଡ଼ିଯାଉଛି। ଦୀପ ଯଦି ସମ୍ମୁଖରେ ରଖାଯାଏ ତେବେ ଛାୟା ପଛରେ ରହେ, କିନ୍ତୁ ଦୀପର ବିମୁଖ ହେଲେ ଛାୟା ଆଗରେ ରହେ। ସୂର୍ଯ୍ୟଙ୍କୁ ଆଗରେ ରଖିଥିବା ପର୍ଯ୍ୟନ୍ତ ଛାୟା ଆଗକୁ ଆସିପାରେନି, କିନ୍ତୁ ଯିଏ ସୂର୍ଯ୍ୟଙ୍କ ବିମୁଖ ହୁଏ ଛାୟା ତା ଆଗରେ ପଡ଼େ। ଆମେ ଯେତେବେଳେ ରାମଙ୍କ ବିମୁଖ ହେବା ସେତେବେଳେ କାମ ଆଗରେ ଠିଆ ହେଇଯିବ। ଆମେ ନିଶ୍ଚିନ୍ତ ଭାବରେ ବୁଝିପାରୁଥିବା ତ ଏଇ ସଂସାର ହେଉଛି କାମମୟ। ଏଇ ସଂସାରର ମୂଳ ହେଉଛି କ'ଣ ନା କାମ। ଯେଉଁଠିକି ଦେଖିବା ସେଠାରେ କେବଳ ଅଧିକ ଭାଗ କାମର ରାଜ୍ୟ ହିଁ ଦେଖିବାକୁ ମିଳୁଛି। ମଣିଷ ବହିର୍ମୁଖ ହେବା କ୍ଷଣି କାମ ତାକୁ ଧରି ପକାଏ, ସେ କାମଟା ଦେଖାଯାଏ ଆଉ କାମର ବିଷ ତାକୁ ଦହନ କରିବାରେ ଲାଗେ। ସବୁ ସମୟରେ ପରମାତ୍ମାଙ୍କ ସମ୍ମୁଖରେ ରହିବା ପାଇଁ ଅଭ୍ୟାସ କଲେ କାମ ଦୂରେଇକି ଯିବ। ପଚା ଟମାଟର ସଙ୍ଗରେ ରହିଲେ ଆମେ ପଚା ହେବା। ଯଦି ଅମୃତ ପାଖରେ ସବୁବେଳେ ରହିବା, ସୁଗନ୍ଧ ପାଖରେ ସବୁବେଳେ ରହିବା, ଆମେ ସୁଗନ୍ଧ ହିଁ ଅନୁଭବ ହେବା। ସବୁ ସମୟରେ ଭକ୍ତି କରିପାରୁଥିବା ବେଳେ ଅଭ୍ୟାସ କରିବା। ଯେଉଁଠାରେ ସତତ ଭକ୍ତି ଥିବ ସେଠାରେ କେବଳ ରାମଙ୍କର ପ୍ରକଟ ହେବ। ଶ୍ରୀରାମ ପ୍ରକଟ ହୁଅନ୍ତି, ଶ୍ରୀରାମ ଜନ୍ମ ହୁଅନ୍ତି ନାହିଁ। ଅଜ ଅବିନାଶୀଙ୍କର ପୁଣି ଜନ୍ମ ବା କିପରି? ଯାହାର ଜନ୍ମ ହୁଏ ତାର ମରଣ ହୁଏ। ପ୍ରଭୁ ଶ୍ରୀରାମ ହେଉଛନ୍ତି ଅକାଳ ନିହନ
मन गोतिता अमल विनाशी निर्विकार निरवधि सुखराशि अकलनीय अनामरूप अनुभवगम्य अखण्ड रूप अखण्ड रूप। रामायण स्पष्ट भाव में कहगला राम जन्म होई नथिले, से प्रकट होइथिले। अकल अनीह अनाम अरूप अनुभवगम्य अखंड अनुपम, से मन बाग अतीत, से अमल, से अविनाशी, से निर्विकार, से निरवधि, से सुखर आनंद राशि। राम कौन कौशल्या माता पेटर जन्म होते कि श्रीकृष्ण कौन देवकी पेटर बाहरी थे कि श्रीकृष्ण बाहरे बाहरे प्रकट हुए श्रीराम बाहरे बाहरे प्रकट हेले सहसा बाल रूप धारण कले। स्त्री पुंगमलाभियोगतमा देहो विष्णुर्न जायते किंतु निर्दोष चैतन्य सुखं नित्यां स्वकां तनुं प्रकाशयति शिवेयं जनि विष्णोर्न चापराम्। भगवान अवतार धारण करती प्रकट हुअନ୍ତି जो प्रकार रे आमर शरीर माता पिता शरीर उत्पन्न होइछि ସେହି रीति माता पिता शरीर भगवान शरीर उत्पन्न हुए नहीं। परमात्मा तो निजर निर्गुण निराकार चिदानंदमय ठारू साकार स्वरूप को प्रकाशित करिथांती। भगवान जन्म हुंती नहीं, भगवान प्रकट हुंती। भगवानकर अवतार हुए, अवतार किपरि हुए तो जोठारे भगवान नहांती से कौन हठात सेठक आसिक ठिया होइजिबे कि? आमे जानि रखिबा उचित जे जगत रे एपरि कौनसी जगह नहीं जोठारे भगवान सूक्ष्म सूक्ष्माति सूक्ष्म रीति नहांती। भगवान तो सर्वव्यापक किंतु मायार परदा तले से लुचिकी रहिछंती। भगवानकर अवतार हुए, भगवान मायार परदा को आड़े प्रकट हुअନ୍ତି। माया आवरण परमात्मा ही दूर करिथांती। प्रकट हेबारु परमात्मा को भल लगेनि तो गुप्त रहिबाकु ताकु खूब आनंद लगे। से मायार परदा तले गुप्त रुहନ୍ତି। रामकर कथा जोठारे हुए, जोठारे राम का नाम हेउथाए राम सेठारे उपस्थित होइथांती, हेले प्रभु सेठाकु गुप्त भाव रे आसନ୍ତି। थरे जने वैष्णव भगवान को पचारला, प्रभु आपण कहीं गुप्त रहउछंती? जदि आपण स्वरूप प्रकट करते लोक मैंने आपण को दर्शन तो करि पारंते। आपण को कथा जोठारे हुए ना आपण तो सेठाकु गुप्त रूप रे आसନ୍ତି, प्रकट तेबे कहीं हुअंतिनी? भगवान कहिले, देखा मु खूब सुंदर, काले कहार दृष्टि पड़ीज तेणु मु प्रकट हुएनि। मनुष्यर आखि खराब हो जाइछि, मनुष्यर आखि अप्रमित पाप करुछि, मनरे बहुत पाप करुछि, काले कहार दृष्टि पड़ीज बोली भगवान भी भय करती। परमात्मा अति सुंदर, काले मनीष को दृष्टि पड़ीज ए भय परमात्मा मायार पर्दा तले लुचि रुहନ୍ତି। जीव जिते बड़े परमात्मा को बहुत भक्ति करे, प्रभु सहित अतिशय प्रेम करे, सेते बेले परमात्मा निजर स्वरूप देखांती। क्षीर भितर घी अच्छी, आमे घी को अनुभव करि परिबा, देखि परिबा, तापाई माध्यम दरकार। क्षीर रु दही करिबा, दही रु माखन प्रस्तुत करिबा, माखन को अग्नि संयुक्त करिबा, तापर जाइके निजस्व स्वरूप घृतर आमे दर्शन करिबा। ए जो माध्यम थाकतक दे हुए जीव को से माध्यम दे जीवाक पड़ियो। भगवान को विश्वास करिबा को पड़ियो, श्रद्धा करिबा को पड़ियो, भक्तिर सहित नाम युक्त होबा को पड़ियो। नाम रे तो जते बेले प्रेम आसी जाए सेतले तो राम पळे आसंती। किंतु आमे मनुष्य माने कौन करुछे ना प्रेम को शारीरिक सुख रे देखुचे, प्रेम को स्वार्थ दृष्टि रे देखुचे,
ପ୍ରେମକୁ କ'ଣ କରୁଛେ ନା ଭାଗ କରିଦେଉଛେ। ରାମକୁ ଛାଡ଼ିକି କାମର ଦାସ ହେଇଯାଉଛେ। ତେଣୁ ରାମ ଗୁପ୍ତ ଭାବରେ ଆସନ୍ତି, ଗୁପ୍ତ ଭାବରେ ଯାଆନ୍ତି। ଯିଏ ପ୍ରେମର ସହିତ ତାଙ୍କୁ ଧରେ ସେ ତ ଭଗବାନ ବନ୍ଧା ହେଇଯାଆନ୍ତି ଯୁଗେ ଯୁଗେ। ପରମାତ୍ମାଙ୍କର ଲୀଳାର ରହସ୍ୟ ମହାନ ପୁରୁଷ ମଧ୍ୟ ବୁଝିପାରନ୍ତିନି। ଠାକୁର ଏପରି ଲୀଳା କାହିଁକି କରନ୍ତି ତାହା କେବଳ ତାଙ୍କୁ ହିଁ ଜଣା। ପରମାତ୍ମାଙ୍କ ଲୀଳାର ରହସ୍ୟ ମଣିଷ ନିଜ ବୁଦ୍ଧିରେ ଜାଣିବାକୁ ଚେଷ୍ଟା କରେ, କିନ୍ତୁ କ'ଣ ବୁଝିପାରେ କି? ନା, ସେ ବୁଝିପାରେନି। ଏହାର ରହସ୍ୟ ହେଉଛି ଅଗମ୍ୟ। ଭଗବତ କୃପାରେ ଭଗବାନଙ୍କ ଲୀଳାର ରହସ୍ୟ କିଞ୍ଚିତ ରୂପରେ ମଣିଷ ପାଖକୁ ଆସିପାରେ। ସେଥିପାଇଁ ଜୀବ ସାଧନ ଯୁକ୍ତ ହେଲେ ତାଙ୍କର ସାନ୍ନିଧ୍ୟକୁ ପ୍ରାପ୍ତ କରିପାରିବ। ପ୍ରେମ ମୁଦିତ ମାନସେ କହ ରାମ ରାମ ରାମ, ଶ୍ରୀ ରାମ ରାମ ରାମ। ପ୍ରେମ ମୁଦିତ ମାନସେ କହ ରାମ ରାମ ରାମ, ଶ୍ରୀ ରାମ ରାମ ରାମ। ଶ୍ରୀ ରାମ ରାମ ରାମ, ଶ୍ରୀ ରାମ राम राम। पाप कटे दुख भी मिटे, पाप कटे दुख भी मिटे, लेके राम नाम। श्री राम राम राम, श्री राम राम राम। श्री राम राम राम, श्री राम राम राम। महादेव सतत जपत दिव्य राम नाम, दिव्य राम नाम। महादेव सतत जपत दिव्य राम नाम, श्री राम राम राम, श्री राम राम राम। प्रेम मुदित मनसे कह राम राम राम, श्री राम राम राम, श्री राम राम राम, श्री राम राम राम। भव समुद्र सुख दुलाव, भव समुद्र सुख दुलाव, दिव्य राम नाम। राम राम राम, श्री राम राम राम। प्रेम मुदित मनसे कह राम राम राम, श्री राम राम राम, श्री राम राम राम, श्री राम राम राम। बोलो राम, जय जय राम। बोलो राम, जय सीताराम। बोलो राम, जय जय राम। बोलो राम, जय सीताराम। राम 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 राम। राम 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 राम। बोलो राम, जय जय राम। बोलो राम, जय जय राम। राम 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 राम। राम 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 राम। बोलो राम, बोलो राम, जय जय राम। श्री राम। बोल श्यावर रामचंद्र भगवान की जय हो। रघुपति राघव राम।